ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବାଙ୍ଗୁରୁସିଂହା ପଞ୍ଚାୟତବାସୀ ତୁରନ୍ତ ସହଯୋଗର ହାତ ବଢ଼ାଇବା ସରକାରଙ୍କ ପାଖରେ ସ୍ଥାନୀୟ ମହିଳା ସରପଞ୍ଚଙ୍କ ଦାବି। ସହଯୋଗର ହାତ ବଢ଼ାଇଲେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଜଗା ଭାଇ। 19/7/2026 ରବିବାର ବାଙ୍ଗୁରୁସିଂହା ଓଡ଼ାପଡ଼ା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରୁସିଂହା ଗ୍ରାମ ପଞ୍ଚାୟତ ଅଧୀନରେ ଯାଉଥିବା ଏକଘରିଆ ପନେଇଲ ଜରଡ଼ା ବାଙ୍ଗୁରୁସିଂହ ବାଛୁରୀବାଙ୍କ ଗ୍ରାମର ମୁଖ୍ୟ ରାସ୍ତା ବନ୍ୟାର ପ୍ରଭାବରେ ରାସ୍ତା ଆଂଶିକ ନଷ୍ଟ ହୋଇଯାଇଥିବାରୁ ରାସ୍ତା ମରାମତି ପାଇଁ ସ୍ଥାନୀୟ ସରପଞ୍ଚ ତଥା ସମାଜସେବୀ ଶ୍ରୀମତୀ ଚନ୍ଦ୍ରମା ଦଳେଇ ତୁରନ୍ତ ପ୍ରଶାସନକୁ ଲିଖିତ ଅବଗତ କରିଛନ୍ତି। ତତ୍ସହିତ ଶ୍ରୀମତୀ ଦଳେଇଙ୍କ ତତ୍ତ୍ୱାବଧାନରେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ ବାଙ୍ଗୁରୁସିଂହା ପଞ୍ଚାୟତ ଅଧୀନରେ ଯାଉଥିବା ବିଭିନ୍ନ ଗାଁ ଓ ସାହି ପରିଦର୍ଶନ କରି ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ନିଜସ୍ୱ ପ୍ରଚେଷ୍ଟାରେ ମରାମତି କାର୍ଯ୍ୟ କରିବା ସହ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ଜରିପାଲ ଯୋଗାଇ ଦେଇଥିଲେ। ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ ଆଗାମୀ ଦିନରେ ବନ୍ୟା କ୍ଷତିଗ୍ରସ୍ତ ସମସ୍ୟା ପାଇଁ ଉଚିତ ପଦକ୍ଷେପ ନେଇ ତୁରନ୍ତ ସମାଧାନ କରାଯିବ ବୋଲି କହିବା ସହିତ ସମସ୍ତ ଯୁବପିଢ଼ି ଜନସାଧାରଣ ମିଶି ବନ୍ୟା ବିତ୍ପାତର ବିପଦକୁ ମୁକାବିଲା କରିବା ଓ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ବାଙ୍ଗୁରୁସିଂହା ଓଡ଼ାପଡ଼ା ଢେଙ୍କାନାଳରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ସମଗ୍ର ଓଡ଼ିଶା ସେବା ଅଭିଯାନ। ଜୟ ଜଗନ୍ନାଥ। ମୁଁ ସମାଜସେବୀ ବାଙ୍ଗୁରୁସିଂହା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ। ଦେଖନ୍ତୁ ଆଜ୍ଞା, ଇଏ ଗୋଟେ ଦୁଃଖ ପରିତାପର ବିଷୟ। ଆମର 15/7/2026 ଯେଉଁ ଲଗାଣ ବର୍ଷା କାରଣରୁ ଢେଙ୍କାନାଳ ଜିଲ୍ଲାରେ ଏକ ବନ୍ୟା ସୃଷ୍ଟି ହୋଇଥିଲା। ସେହି ବନ୍ୟା ଘେରରେ ଆମ ବାଙ୍ଗୁରୁସିଂହା ଗ୍ରାମ ପଞ୍ଚାୟତ ଥିଲା। ବାଙ୍ଗୁରୁସିଂହା ଗ୍ରାମ ପଞ୍ଚାୟତର 4-5 ଗାଁ ବାଛୁରୀବାଙ୍କ, ଏକଘରିଆ, ପନେଇଲ, ଜରଡ଼ା, ବାଙ୍ଗୁରୁସିଂହା ଏମିତି 4-5 ଗାଁ ପାଣି ଘର ଭିତରେ ଥିଲା। ଅନ୍ୟ ଗ୍ରାମ ପଞ୍ଚାୟତ ଗୁଡ଼ିକ ମଧ୍ୟ ପାଣି ଘର ଭିତରେ ଥିଲା। ଏ ଗୋଟେ ଦୁଃଖର ସମୟ। ତତ୍କାଳୀନ ଗ୍ରାମ ପଞ୍ଚାୟତର ସରପଞ୍ଚ ଉଚିତ ପଦକ୍ଷେପ ନେଇ ସମସ୍ତଙ୍କୁ ସଚେତନ କରାଇଥିଲେ। ଜନସାଧାରଣଙ୍କୁ ଆମେ ମଧ୍ୟ ସମସ୍ତେ ମିଶି ସରପଞ୍ଚଙ୍କ ସହିତ ମିଶି ସଚେତନ କରାଇଥିଲୁ। ପ୍ରଶାସନକୁ ଏ ବିଷୟରେ ସମ୍ପୂର୍ଣ୍ଣ ରୂପେ ଅବଗତ କରାଯାଇଥିଲା। ପ୍ରଶାସନ ର ବିଡ଼ିଓ, ତହସିଲଦାର, ଆମର ଫାୟାର ଡିପାର୍ଟମେଣ୍ଟ ଏବଂ ଓଡ୍ରା ଟିମ୍ ସମସ୍ତେ ଆସିଥିଲେ ଏବଂ ଜନପ୍ରତିନିଧି ଚେୟାରମ୍ୟାନ୍ ମଧ୍ୟ ଆସିଥିଲେ। ଆସି ଜନସାଧାରଣଙ୍କୁ ଉଦ୍ଧାର କରିବା ସହିତ ଯେଉଁ ଜନସାଧାରଣଙ୍କର ଯାହା କ୍ଷୟକ୍ଷତି ହୋଇଥିଲା ତାକୁ ଥଇଥାନ କରାଯାଇଥିଲା ଏବଂ ତହସିଲଦାରଙ୍କ ଜରିଆରେ ଯେଉଁ ଲୋକମାନଙ୍କର ଘରେ ପାଣି ଗଳୁଥିଲା ତାଙ୍କୁ ତତ୍କ୍ଷଣାତ୍ ପାଲ ଯୋଗାଇ ଦିଆଯାଇଥିଲା ଏବଂ ଯେଉଁମାନେ ପାଣି ଘରରେ ଫସିକିନା ଥିଲେ ତାଙ୍କୁ ଓଡ୍ରା ଟିମ୍ ମାଧ୍ୟମରେ ଉଦ୍ଧାର କରାଯାଇଥିଲା। ମୁଁ ପ୍ରଶାସନକୁ ଅନୁରୋଧ ରଖିବି ଏବଂ ସରକାରଙ୍କୁ ଅନୁରୋଧ ରଖିବି, ଏହି ବିପଦ ସମୟରେ ବନ୍ୟା ପ୍ରଭାବ କାରଣରୁ ଯେଉଁ ଜାଗାରେ ରାସ୍ତାଘାଟ ନଷ୍ଟ ହୋଇଛି କିମ୍ବା ଚାଷୀ ଭାଇମାନଙ୍କର କ୍ଷୟକ୍ଷତି ହୋଇଛି ତା'ର ଉଚିତ ସମୀକ୍ଷା କରାଯାଇ ତାକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ମୋର ଅନୁରୋଧ। ଏବଂ ଯେଉଁ ଜନସାଧାରଣମାନଙ୍କର ଘରଗୁଡ଼ିକ ଭାଙ୍ଗି ଯାଇଛି ବା ଏହି ବନ୍ୟା ପ୍ରଭାବରେ ଯାହା ବି କ୍ଷୟକ୍ଷତି ହୋଇଛି ପ୍ରଶାସନକୁ ମୋର ଅନୁରୋଧ ରହିବ ଏବଂ ସରକାରଙ୍କୁ ମଧ୍ୟ ଅନୁରୋଧ ରହିବ ତା'ର ଉଚିତ ପଦକ୍ଷେପ ନେଇ ସେମାନେ କେମିତି ସରକାରଙ୍କର ଅନୁକମ୍ପା ରାଶି ପାଇପାରିବେ ଏବଂ ଗୋଟେ ପୁଣି ଲୋକମାନଙ୍କର ଯାତାୟାତର ସୁବିଧା ହୋଇପାରିବ ତା ଭିତରେ ଦୃଷ୍ଟି ଦେବା ପାଇଁ ମୋର ଅନୁରୋଧ।